परिवे कहूची ताहले कहन आज्ञा 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 मु आपणकर नौकर महाप्रभु आपण जहा कहिबे मन देई सुनिबे महाप्रभु सुनिबो तो हां आज्ञा पहिले मामू ओ तमे आज्ञांगर नौकर नौकर तर पे वर्तमान तमे टे जाई टे चा टे करो चा करिबी रे ए आज्ञा मन दुख करछ नि आज्ञा नाही तो मु नौकर परा हो हो ता कोन बांती कले हेले महेंद्र काढिबी मात्र मोर काम हैला सेडा बांती करू सीमा भाई मध्य जदि झाड़ा फेर देला मध्य काढिबा को पड़िबो अर्जुन जहा कहिबे मु करिबी किंतु अर्जुनकर आज्ञा न हले मु करिबी नाही ना नाही रे संढ ना नाही क आ कोन आज्ञा आपण आज्ञा पालन करिबी कहती समर करे हां पालन करे मई पड़ी थिली सई किए डाको अछि रही रे पालन करे मई पड़ी थिली सई किए डाको अछि रही रे विधाता को छाड़ई अरे सबरा आज केड़े भरोसा तहारो अरे दुतबरा मारी सक्राजित देमा करिले उद्धार गोसिया दैर्य मारी सक्राजित देमा करिले उद्धार गोसिया दैर्य मारी सक्राजित देमा करिले उद्धार अर्जुन तिथि हेलो अमर चंद्र सालापुरे रही किए डाकू अछि द्वारे चंद्र सालापुरे आगे इंद्र तंत्र वरुण कुबेर एही दैवत दत्त जम भास्कर एही परि कि जत तीर्थगणी देवता जाहरो जाहर मंदिर रे प्रवेश करिवार क्षमता नो देखो हे बाबू जाहर मंदिर रे प्रवेश करिवार क्षमता नहीं पुणिये निश्चित समय रे ए रात समय रे कैसे भूत पिशाची दाहानी की बारा राक्षसी कैसे बहुत निद्रा जीवा समय रे बहुत रत नाम को धरी बारंबार डाक दउछि तुम जे हते चंचल बुझ आज्ञा आपणकर जते बेले नौकर आपणकर कार्य न करिबे कि आज्ञा करिबा को पड़िबो निश्चय पालन करिबे अवश्य प्रस्ताव सिंधुर गोटे श्लोक आसिला आगे माने टिके लक्ष्य करंतु अर्जुनकर विषयवस्तु को लक्ष्य करी कहिबार उक्ति को लक्ष्य करी प्रस्ताव सिंधु गोटे प्रमाण दउछि कौन बोली श्लोक प्रमाण दउछि आज्ञा उद्यमम साहसम धैर्यम बल बुद्धि पराक्रमम शरीरे गतस्ति तत्र देवपि संकितः आज्ञा यार भावार्थ उद्यम साहस धैर्य बल बुद्धि एवं पराक्रम षडी चित्रदृष्टि सदी एई परि छडी गुण जा पाखरे परिपूर्ण भाव रे थाए देवता माने तांको संगम भय करंती मु देखुछि आपन को ठरे 6 गोटी गुण परिपूर्ण भाव रे रहिछि किए से भय न करी आपन को द्वार देश रही किए से आपन को आज्ञा दस नाम धरी बारंबार कंटक दबो छे एटा तळको परको कंटा तळको परको पेटुका काहरो मामुडो दुता आज्ञा ताहेले हां तोर ए दीर्घ निश्वास काहे
କାହିଁକି ଜାଣିଛ କାହିଁକି କହିବେ ଆଜ୍ଞା ହଁ ନିଶ୍ଚୟ କହିବି ମୋର ହସା ଉଡ଼ି ଗଲା ବୀରବରଗୀ କହ କେଣେ ଅଛି ମୋର ହସା ଉଡ଼ି ଗଲା ବୀରବରଗୀ କହ କେଣେ ଅଛି ମୋର ହସା ଉଡ଼ି ଗଲା ବୀରବରଗୀ କହ କେଣେ ଅଛି ଆଜ୍ଞା କହ କେଣେ ଅଛି ତେର ସତନାତି ଚଢିଥିଲେ ହସ୍ତି କହ କେଣେ ଅଛି ତେର ସତନାତି ଚଢିଥିଲେ ହସ୍ତି କମ୍ପି ଯାଉଥିଲା ତିନି ମୋର ହେ କହ କେଣେ ଅଛି ମୋର ହସା ଉଡ଼ି ଗଲା ବୀରବରଗୀ କହ କେଣେ ଅଛି ଆଜ୍ଞା ହସା ବୋଲନ୍ତେ କଣ ଆଜ୍ଞା ଏଡେ ବଡ ଅଣ୍ଡରାଟେ ହେଲେନି କଣ କହିଲ ଘର କରିବା ଅଣ୍ଡରାଟେ ହେଲେନି ଘର କରିବାର ଜଣେ ଆଗେ ପରା ଛଅଟାର ମା ହେଲେଣି ଆରେ, ଲିଙ୍ଗ କଣ ଲିଙ୍ଗ ଚିନି ପାରୁନୁ କେବେ ହେ, ଲିଙ୍ଗ ଜାଣିପାରୁନୁ ଆରେ ପୁଅ ଲିଙ୍ଗ କେତେ ପ୍ରକାରରେ ଲିଙ୍ଗ ତିନି ପ୍ରକାର କଣ କଣ ଗୋଟିଏ ଲିଙ୍ଗ ପୁଲିଙ୍ଗ ପୁଲିଙ୍ଗ ଅନ୍ୟଟି ସ୍ତ୍ରୀଲିଙ୍ଗ ସ୍ତ୍ରୀଲିଙ୍ଗ ତତ ପୂର୍ବରୁ ଆଉ ଗୋଟିଏ ଲିଙ୍ଗ କଣ? କ୍ଳୀବଲିଙ୍ଗ ହେଲେ ପୁଅ ପୁଲିଙ୍ଗ କହିଲେ ବୁଝିଲୁ ବୁଝି ସ୍ତ୍ରୀଲିଙ୍ଗ କହିଲେ ବୁଝିଲୁ ଏଇଟା ଜାଣିପାରୁନି ରେ ମାମୁ କ୍ଳୀବଲିଙ୍ଗ କହିଲେ ବୁଝିପାରିଲୁ କ୍ଳୀବଲିଙ୍ଗ ସୁର ନାଗ ନର ନର। ଗନ୍ଧର୍ବ କିନ୍ନର କିନ୍ନର ମାନଙ୍କୁ ଆଜି କୋଉ ଲିଙ୍ଗ କୁହାଯାଏ ପୁଲିଙ୍ଗ ସ୍ତ୍ରୀଲିଙ୍ଗ କ୍ଳୀବଲିଙ୍ଗ କିନ୍ନର ମାନଙ୍କୁ କ୍ଳୀବଲିଙ୍ଗ ବୋଲି କୁହାଯାଏ ଅର୍ଜୁନ ଜଣେ ପୁରୁଷ ଏବଂ ଛଅଟାର ମା ହେଲେ କେମିତି କହୁଛି ରେ ଆଉ ମା ଛଅଟାର ବାପା ବୋଲି କହିବୁ ଛଅଟାର ପପା ଛଅଟାର ବାପା ବୋଲି କହିବୁ ରେ ପୁଅ ବୁଝିଲ ଆଜ୍ଞା ହେ ମହାପ୍ରଭୁ ଦୂତ ଆଜ୍ଞା କଣ ହଉଛି ଜାଣିଲେ କଣ ଆପଣଙ୍କର ଦର୍ଶନାମ ଶୁଣି ମୋର ସାହସ ଉଡି ଯାଉଛି ମହାପ୍ରଭୁ ସାହସ ଉଡି ଯାଉଛି କଣ କହିଲ ଦୂତ ଆଜ୍ଞା ଭୈର ଦଶ ନାମ ଶୁଣିବା କ୍ଷଣି ତୋର କାହିଁକି ସାହସ ନା ଉଡି ଯାଉଛି ଆଜ୍ଞା ମୋର କାହିଁକି କାର ହେଲେ ଉଡିଯିବନି କି କାହିଁକି କାହିଁକି ବୋଇଲେ ଏ ସଂସାର ମଧ୍ୟରେ ଯେତେ ପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି ଆଚ୍ଛା ଆଚ୍ଛା ବାପା ମା ଶ୍ରଦ୍ଧାରେ ବା ଖୁସିରେ ଗୋଟିଏ ନାମ ଦିଅନ୍ତି ଜ୍ୟୋତିଷ କହିଲେ ବ୍ରାହ୍ମଣ କୁଳ ପୁରୋହିତ ଜାତକ ନିର୍ବାହ କରି ଆଉ ଗୋଟିଏ ନାମ ଦିଅନ୍ତି ବଡ ହେଇଥିଲେ ଯୋଡିଏ ନାମ ହେଇଥାନ୍ତା ନହେଲେ ତିନିଟି ନାମ ହେଇଥାନ୍ତା ଆପଣ ରାଜବଂଶରେ ଜନ୍ମ ହେଇଛନ୍ତି ରାଜକୁଳରେ ଜନ୍ମ ହେଇଛନ୍ତି ବଡ ହେଇଥିଲେ ଚାରିଟା ନାମ ହେଇଥାନ୍ତା ତା ନ ହେଇଯ କହିଲେ 10ଟି ନାମ ମୁଁ କହୁଛି ଆଜ୍ଞା ଆପଣଙ୍କର 10ଟା ବାପା ଆଉ 10ଟା ମା ହେଇଥିବେ ତମେ ତମେ ତାଙ୍କେ ମିଶେଇଲେ ହବନି କି ଇଏ ଆଜ୍ଞା ଆଜ୍ଞା ମାମୁ 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 ମତେ ଗୋଟେ ସେ ଭିତରେ ମାରୁନୁ ତତେ କାହିଁକି ମାରି ବୋଲେ ମୁଁ ଗୋଟେ ତା ବାପା ହେବି ଆଚ୍ଛା ତୁ ବାପା ହବୁ ହରି ଅର୍ଜୁନଙ୍କର ବାପା ତ ସ୍ୱର୍ଗାଧିପତି ଇନ୍ଦ୍ର ଇନ୍ଦ୍ର ତୁ ସ୍ୱର୍ଗରେ ଥିବା ଲୋକ ଏଇଠି କିନି ଆଇଲୁ ଏଇଟେ ମୋ ନା କଣ କି ତୋ ନା କଣ କି ମୋ ନା ମହେନ୍ଦ୍ର ହେଇ ଓହୋ ସିଏ ସ୍ୱର୍ଗାଧିପତି ଇନ୍ଦ୍ର ଇଏ ମହେନ୍ଦ୍ର ମହେନ୍ଦ୍ର ହଇରେ ଏବେ ହଉ ଇଏ ମର୍ତ୍ତ୍ୟପୁରରେ ବର୍ତ୍ତମାନ ନାଚ କରୁଛନ୍ତି ବା ପରିବେଷଣ କରୁଛନ୍ତି ବା ଅଭିନୟ କରୁଛନ୍ତି ଅର୍ଜୁନଙ୍କର କରୁଛନ୍ତି କରୁଛନ୍ତି ତେଣୁକରି ତତେ ମଧ୍ୟ ଆମେ ଭିତରେ ମାରୁ ମାମୁ ଓ ମତେ ଭିତରେ ମାରିଅ ଯେ ଆଚ୍ଛା ମତେ ବାପା ବୋଲି ନ ଡାକେରେ ନ ଡାକେ ମାତ୍ର ଖାଲି ଆଧାର କାର୍ଡରେ ନାଁଟା ଥାଉରେ ଚାଉଳ ମିଳିବ 5 ଟଙ୍କିଆ ରାୟସନ ଚାଉଳକୁ ତୋର ଆଶା ତୋର କେତେ ଆଶା ନାହିଁ ରେ କାର? ଆଜ୍ଞା ଅର୍ଜୁନ ଆମର ମହେନ୍ଦ୍ରର ତତେ ଆଶା ନା 5 ଟଙ୍କିଆ ଚାଉଳକୁ ଆଶା କିରାସିନି ଲିଟର ଅଧା ଲିଟରକୁ ଆଶା 35 କିଲୋ ଚାଉଳ ଗୋଲ ଅନେକ ଥାଉଛନ୍ତି ଖାଲି ହାଇ ହେ ବାବୁ ହାଇ ରେ ବୋପା ଆଧାର କାର୍ଡ ଲିଷ୍ଟରେ ଥାଉ କଣ ଡାକିଲେ ମତେ ଆଧାର କାର୍ଡ ଲିଷ୍ଟରେ କଣ ଡାକିଲେ ରେଡିଓ ଡବଲ କହୁନି ରେ ବୁଝିଲୁ ଆଜ୍ଞା ଦୂତ 10ଟି ନାମ ଆପଣଙ୍କର
ବଡ ହେଇଥିଲେ ଗୋଟିଏ କିମ୍ବା ଦୁଇଟା କିମ୍ବା ତିନିଟା କିମ୍ବା ଚାରିଟା ନାମ ହେଇଥାନ୍ତା ହେଇଥାନ୍ତା। ଆପଣ 10 ଗଣି ନାମ କହିଲେ ଆଜ୍ଞା ଦର୍ଶକ ବନ୍ଧୁ ମାନେ ଟିକେ ଶୁଣିବେ ଆପଣ କୋଉ ଜାଗାରେ କଣ ଉପକୃତ କାମ କରି 10 ନାମକୁ ପାଇଛନ୍ତି ଏ ଧର୍ମ ସଭାରେ ଟିକେ କୁହନ୍ତୁ ଆଜ୍ଞା ତା ହେଲେ ହଁ କହିବି କହିବେ ଆଜ୍ଞା ସବୁ ତକ ନବ ସବୁ ଗୁଡାକ ନାମ କହିବେ ତା ହେଲେ କାହିଁକି ବାପା ଭାଇ ମା ମାଉସୀ ପରିଜନ ବନ୍ଧୁଜନ ଟିକେ 10 ନାମକୁ ଶୁଣିବେ ସମସ୍ତଙ୍କର ଉପକାରରେ ଲାଗିବ ମାମୁ ସମସ୍ତଙ୍କର ଉପକାରରେ ଲାଗିବ ଏ ମାମୁ ଆଚ୍ଛା ଏ ଯେ 10 ନାମ ଅର୍ଜୁନ କହିବ ଆମେ ସବୁ ମନେ ରଖିବୁ ମନେ ରଖିବ କଣ କାମରେ ଲାଗିବ ଆମର ଆରେ ପୁଅ ବର୍ତ୍ତମାନ ଦେଖୁଛୁ ଚତୁର୍ମାସ୍ୟା ହଁ ବର୍ଷା ସିଜିନ ବର୍ତ୍ତମାନ ଚତୁର୍ମାସ୍ୟା ଘଡଘଡି ମାରୁଛି ଅକାଳ ଚଡକ ପଡୁଛି ବଜ୍ର ପଡୁଛି ଅକାରଣରେ ଜୀବନ ଚାଲି ଯାଉଛି ତେଣୁକରି ଅର୍ଜୁନ ହଉଛନ୍ତି ଇନ୍ଦ୍ରଙ୍କର ପୁଅ ଘଡଘଡି ଅକାଳ ଚଡକ ବଜ୍ରପାତ ଏଗୁଡାକ ହଉଛି ଇନ୍ଦ୍ରଙ୍କର କାମ ସ୍ୱର୍ଗାଧିପତି ଇନ୍ଦ୍ରଙ୍କର କାମ ତାଙ୍କର ପୁତ୍ର ହଉଛନ୍ତି ଅର୍ଜୁନ ଅର୍ଜୁନର ଯଦି 10 ନାମ ମନେ ରଖିବେ ଘଡଘଡି ଅକାଳ ଚଡକ କେବେ ମାରିବନି ହେଲେ ପିସା ହଁ ଏ ତୁ ଯାହା ଡାକିବୁ ହଁ କରି ତୁ ଯା ଲ କରତୁ କର ମାତ୍ର ପୁଅ ନିଷ୍ଠ ଯାକ ମୁଁ ରହିବି ରେ ହଁ ରହିବ ଆଚ୍ଛା ହେଲେ ଅର୍ଜୁନର 10ଟା ନା ହେତୁ ରଖି ପାରିନି ରେ ମାମୁ ହାଇରେ ମୁଁ ଦେଖୁଛି ତୁ ତ ସେ ବାଙ୍ଗେରା ଟାଙ୍ଗେରା ଚଇବ ତତେ ନ ପାରିବ ଦଇବ ଆ ତ ମା ଯେବେ ପାରିବ ଦଇବ ତତେ ସଂସାରରେ ଯାଇକିରି କହିବ କହିବ ହାଇରେ ବାଙ୍ଗେରା ନହେଲେ ତ କହୁକୁ ମୁଁ ଆରେ ବାଙ୍ଗୁରୁ ଓ ଗୋଟେ କଥା ଶୁଣି ହେଲେ ଏତେ ବର୍ଷ ହେଲା ନାଟକ ଆସିଲୁ ତୁ ମୂର୍ଖ ପିଲା ଅର୍ଜୁନର 10ଟା ନା ମନେ ରଖି ପାରିଲୁନୁ ଯେ ମାମୁ ଆହୁରି ସମୟ ସମୟରେ କହୁଛି ଦୁଆରି ପାଟୁଟା ମୁଁ କରିଦେଇ ଦିଆ 2-3 ଘଣ୍ଟା ନାଟ ଭାଙ୍ଗିଲେ କର ଦେଇ ରେ ନାଟ ଭାଙ୍ଗିଲେ କିନି କରିଦଉ ଲୋକ ସବୁ ପଳେ ଯେ ଖୁଟି ଚାମ୍ବୁଡିଆ ଛନ୍ଦୁଆ ସବୁ ଦେଖିନ୍ ସେତେବେଳେ ଦୁଆରି ପାଟ କରିଦଉ ଯେ ଗୋଟେ ନାର ଅଧା କା ହେତୁ ଅଛି ରେ ଅଧାଡେ ଏତେ ଭିଣ୍ଡିଆଟେ ହେଲୁଣୁ ବୁଢା ହେବାକୁ ଗଲୁଣୁ ନାତି ନାତୁଣୀଙ୍କର ବାପା ହେଇଗଲୁଣୁ ନାତି ନାତୁଣୀ ପୁଅକୁ ବିବାହ କରିଦେଲୁଣୁ ଆରେ ମୂର୍ଖ ପିଲା ଗୋଟେ ନା ଅର୍ଜୁନର ଅଧା ରଖି ମନେ ରଖିଛୁ ସେ ଅଧାଟା କା ହେତୁ ଅଛି ଅଧାଟା ଅଛି ଆଚ୍ଛା ଅର୍ଜୁନର କୋଉ ନାଟା ଅଧାଟା ରଖିଛୁ ଏ ଯେ ଅର୍ଜୁନ ଗାଣ୍ଡିବ ମୂର୍ଖଟା ଏଇଟା ଆରେ ସେଟା ସେମିତି ନାହିଁ ରେ ଅର୍ଜୁନ ଗାଣ୍ଡିବ ଧାରୀ ଧାରୀ ମୁଁ ଆ ଧାରିଟା ଘୋଷିଲାରୁ ତ ଏ ସୀମାର ନାନୀ ଖଇଟା ନେଇ ଗଲା ମୋର ଆଇରେ ତୁ ସୀମା ତୁଲେ କାହିଁକି ଲାଗୁଛୁ ଇଏ ଢୁକୁରୁଛି କାଣି ଆଚ୍ଛା ସୀମା ତୋର କଣ ହେବେ ଇଏ ମୋ ପିସି ନାନୀର ପୁଅ ପିଇସି ନାନୀର ପୁଅ ପିଇସି ନାନୀର ପୁଅ ଭାଇ ହେଲେ ନାଇଁ ତ ଆଉ ପିସି ନାନୀର ପୁଅ ଭାଇ ହଉଛି କି ଇଏ ମୋ ଶଳା ହଉଛି ସୀମା ତ ଶଳା ବଢିଆ ଜୋଇ ଶଳା ଯାକ ଘଡି ହେଇତରେ ଇଏ ତ ଚୁଡା ତମେ ତ ଗୁଡ ଆଉ ଇଏ ତ ଚୁଡା ମୁଁ ତ ଗୁଡ ଆଚ୍ଛା 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 ଆଉ ତାଙ୍କେ ଦିନୁ କେବେ ଯାଇଥିଲେ ଚୁଡ ଆଚ୍ଛା ଦୂର ଚୁଡ ଚୁଡ ଯାଇଥିଲେ ସାଉକର ଜୁଡ ହଉ ଆଜ୍ଞା ଛୁଟି କାଢ ଯାଇଥିଲେ ମା ମାଉସୀ ମାନେ ଟିକେ ମନ ଦେଇକିରି ଶୁଣ ଅର୍ଜୁନଙ୍କର 10 ଗୋଟି ନାମ ଆଚ୍ଛା ଆଚ୍ଛା ହଉ ଆରମ୍ଭ କର ଆଜ୍ଞା ଟିକେ ଆରମ୍ଭ କର ହଁ କହୁଛି ଶ୍ରବଣ କର ତାହେଲେ କହ बचन रे कृष्ण मुदे कर्म रे विषाद तेनु करी मोर नाम अर्जुन पाद ଆଜ୍ଞା ବଚନରେ କୃଷ୍ଣ ମୁଝେ କର୍ମରେ ବିଷାଦ ତେଣୁ କରି ମୋର ନାମ ଅର୍ଜୁନ ପଦ ତେଣୁ କରି ତୁମ ନାମ ଅର୍ଜୁନ ପଦ ବଚନରେ କୃଷ୍ଣ ବଚନରେ ବଚନ କହିଲେ ବାକ୍ୟ କୃଷ୍ଣ କହିଲେ କଳା କଳା କହିଲେ ମିଛ ଅର୍ଜୁନଙ୍କ ବଚନ ମିଛ କିନ୍ତୁ कर्मरे विषाद कर्म कहिले कार्य विषाद कहिले धला धला कहिले सत्य कामटा सत्य किंतु कहिबा कथाटा मिछ हेथिले मध्य
କାମଟା ସତ୍ୟ ଆଚ୍ଛା ତେଣୁ କରି ଅର୍ଜୁନ ବୋଲି ଗୋଟିଏ ନା ହଁ, ଆଜ୍ଞା ଦୁଧ। ଦ୍ୱିତୀୟ ନାମର କାରଣଟା ଟିକେ କୁହନ୍ତୁ ଦ୍ୱିତୀୟ ନାମ ଦେଖ ଛୋଟ କଳା ହୋଇ ଅଛି ମୋର ଗାତ୍ର ତେଣୁ ଦିଦି କୃଷ୍ଣ ମୋତେ ବୋଲୁଥାନ୍ତି କାତ। ଛାଡ଼ି ରାଜାଇ ଚର୍ଯ ହେଲା ବନବାସ ଯୋଗ ଶ୍ରୀହୀନ ହୋଇଲା ଯେ ନିଜ ପିଣ୍ଡାବାସ। ଆଜ୍ଞା ଶୈବ କି ସହିଲାନି ଦୁତ ଶୈବ କି ସହିଲାନି ଶୁଣୁଛୁ ଆମ ସୁଖ ଭୋଗ ବିଷରେ ବିଷ ଦେଇ କଲା ସର୍ବନାଶ। ଭଣଜା ଦୁର୍ଯ୍ୟୋଧନ କାଢ଼ିଆଣ କାଢ଼ିଆଣ ପାଣ୍ଡବଙ୍କ ସର୍ବ ଅଳଙ୍କାର। ତୁ କିଏ ରେ ତୁ କିଏ ରେ ତୁ ଶଙ୍କୁନି ମାମା ଶଙ୍କୁନି ୟା ୟା ତୋ ଗାଲ ଫଟି ଦେଇ ଜାଣିଛୁ ହେଟ୍, ମୂର୍ଖ ପିଲା ମାମୁ ଇଂଲିଶରେ କହୁଛି ୟା ୟା ହେଲେ ଏଇଟା କୋଉ କଥାଟା ରେ ଅରେ ମାମୁ ଅ, ଅ। ତୋ ନାଟର ମାଇ ପିଲା କୁଆଡେ ଗଲେ ରେ? କି ଏବେ ତାଙ୍କର ସିନ୍ ନାହିଁ ନାଇଁ ନାଇଁ ମାଇ ପିଲା ଯାଇଛି ଯେ, ତୋର କି ଲାଭ ମାଇ ପିଲା ତୋର କି କାମ ମାଇ ପିଲା ସାଙ୍ଗରେ ମୁଁ ଟିକେ କରିଥାନ୍ତି କଣଟା କରିଥାନ୍ତୁ ନାଟ ନାଟ କରୁ ଡାକିଦେବି ମୁତ୍ୟ ଯାଇଛେ ମୂର୍ଖ ପିଲା ଝାଡା ଯାଇଛେ ହଁ ରେ କୋଉଟା କୋଉ କାମ ପାଇଁ ଯାଇଛି ତୋର କି ଦରକାର ଓ ପିଲାନୁ ପଠେଇ ଦେଇ ତୁ ସିଏ କହ ହାଇରେ ରଘୁଆ ଓ ରେ ଆସିଲୁ ହଇରେ ମାଧିଆ ଗାଳି କରୁଛୁ ରେ ମାଧ୍ୟା ମାଧ୍ୟା ମୋ ନା ମାଧିଆ ମୋ ନା ରଘୁଆ ତୋ ନା ମାଧିଆ ହେଲେ ତୁ ରଘୁଆକୁ ମାଧିଆ ଏ କି ଘଡ଼ିରେ ହଉ ଠିକ ଅଛି ଏ ର ମାଧିଆ ରଘୁଆ ରଘୁଆ ଅର୍ଜୁନ ଦିତି କୃଷ୍ଣ ଯୋଡିଏ ନାମ ହେଲା 8 ଗୋଟି ନାମ ବାକି ଅଛି ଦୁତ ଯୋଡିଏ ନାମ ହେଇଛି ଆଉ 8 ଗୋଟି ନାମ ବାକି ଅଛି ଟିକେ କହନ୍ତୁ ଆଜ୍ଞା ଆଇଲା ମାଇ ପିଲା ଆଇଲା 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 ଆଇଲେ ରେ ଆସିଲେ ନା ତୋ ମନ ଏବେ ନିର୍ମଳ ଆଚ୍ଛା ଆରମ୍ଭ କରନ୍ତୁ ଆଜ୍ଞା ଦୁତ ଆଜ୍ଞା ତବେ ତୃତୀୟ ନାମଟି କହୁଛି ସ୍ଥାପନ କରି ତାହେଲେ କୁହନ୍ତୁ ପୂର୍ବ ଫଲ ଗୁନି ମୋର ଜନମ ନକ୍ଷତ୍ର ପୂର୍ବ ଫଲଗୁନି ମୋର ଜନମ ନକ୍ଷତ୍ର ତେଣୁ ଫଲଗୁନି ମୋର ନାମଟି ବିଦିତ ତେଣୁ ଫଲଗୁନି ମୋର ନାମଟି ବିଦିତ ମାମୁ ଓ ଇଏ ଏତେ ଝାଙ୍କିଲେ ହେଲା ଆର ବାହାରୁନି କିନ୍ତି ରେ କଣଟା ରେ ସାଉଣ୍ଡ ସାଉଣ୍ଡ ହେଲେ ଗୋଟେ ହ୍ୟାଣ୍ଡିକ୍ୟାପ୍ଟ ଲୋକରେ ଯେତିକି କରୁଛନ୍ତି ସେତିକି ବଡ ହ୍ୟାଣ୍ଡିକ୍ୟାପେଟୁ ହ୍ୟାଣ୍ଡିକ୍ୟାପ୍ଟ ଇଏ ସରକାରଠୁ ପଇସା ପାଉଛି 3000 ତୋ ବୋପା ଥୋଇଛି କି ରେ ପୁଅ ଦେଖିଲ ଏ ତୋ ବୋପା ଦେଇ ଦଉଛି ରେ ସେଟା ତ ସରକାର ବୋପା ଦେଇଛି ଶଳା ତୋର କି ଦଉଛି ରେ ତତେ ଭଗବାନ ଜନ୍ମରୁ ଛୋଟା କରିଛି ମତେ କହିଛି ଗୋଡ ଦିଟା କାଟି ଦଉନୁ ତେତେ ମିଳିବ ଇଏ ଛୋଟା ଭାଇ ସୀମାଇ ଗୋଟେ ଘର ଭାଙ୍ଗିଗଲା ଭାଇର ଘର ଭାଙ୍ଗଲ ତାର 3-3ଟା ସନ୍ତାନ ବୁଡିଯିବେ ଭାସିଯିବେ ଚଳିଯିବେ ତୁ ଶଳା ଅଣ୍ଡା ବିକିକିରି ତୁ ଏମିତି ମୋ ପିଲାକୁ ଟୁମ ପଶି ଦଉ ହାଇରେ ଅର୍ଜୁନ ଦିତିକୃଷ୍ଣ ଫାଲଗୁନି 3 ଗୋଟି ନାମ ହେଇଛି 7 ଗୋଟି ନାମ ବାକି ଅଛି ଟିକେ କୁହନ୍ତୁ ଆଜ୍ଞା ଦୁତ ଆଜ୍ଞା ତବେ ଚତୁର୍ଥ ନାମଟି କହୁଛି ସ୍ଥାପନ କରି ତାହେଲେ କୁହନ୍ତୁ ଶ୍ଵେତ ଚାରି ଅଶ୍ୱଜ ହୁଏ ମୋର ରାଧେ ସତଚାରି ରସ ଯୋଚା ହୁଏ ମୋର ରାଧେ ଶ୍ଵେତ ବାହିନୀ ବହରିଣ ଶ୍ଵେତ ବାହିନୀ ବହରିଣ ବୋଲନ୍ତି ଜମାତେ ଶୁକ୍ରଧାରୀ
ନାମରୁ 4 ଗୋଟି ନାମ ହେଇଛି ଅର୍ଜୁନ ଦିତିକୁଷ୍ଟ ଫାଲଗୁନି ଶ୍ଵେତ ବାହିନୀ 4 ଗୋଟି ନାମ ଅଛି 10 ରୁ 4 ଯାଇଛି ଆଉ ବାକି ରହିଛି 6 ଗୋଟି ନାମ ଆଉ ବାକି ରହିଲା ସେକ୍ସି ହେ ସେଟା 6 ଗୋଟି ନାମ ଆରେ ଇଂଲିଶରେ ସେକ୍ସି କହୁନାହାନ୍ତି ଏଇଟା ଓଡିଶା ଏ ଓଡିଆ ମାଟି ଓଡିଆର ପୁରାଣ ଓଡିଆ ପୁରାଣ ଆଉ ଓଡିଆ ଦେଶର ଏ ହଉଛନ୍ତି ବିଦ୍ୱାନ ରୂପକ ଛୋଟିଆ ରାଜା ଓହୋ ଓଡିଆ ଦେଶର ଛୋଟ ରାଜା ଯୁବ ରାଜା ଛୋଟିଆ ବୁଝିଲ ଆଜ୍ଞା 4 ଗୋଟି ନାମ ହେଇଛି 6 ଗୋଟି ନାମ ବାକି ଅଛି ଟିକେ କହନ୍ତୁ ତବେ ଆଜ୍ଞା ପଞ୍ଚମ ନାମଟି କହୁଛି ଶ୍ରବଣ କରେ ତାହେଲେ କହନ୍ତୁ କୁମାରପୁରରୁ ଯୋରି ଆଣିଥିଲି ବଡ ଅଣ୍ଡରା ପିଲାଟା ମାମୁ ଜନ୍ମରୁ ଅଣ୍ଡରା ପିଲା ଆଗାରେ ହେଇରେ ମାମୁ ଟେଷ୍ଟ କରିଦା ନହେଲେ ନାଇଁ ନାଇଁ ଟେଷ୍ଟ କରିବା କଥା ପଡିନି ରେ ଆରେ ଗର୍ବ କରୁଛନ୍ତି ଅର୍ଜୁନ ଇଏ ତ ସବୁ କଥାରେ ଖାଲି ଗର୍ଭ ଆକା କଲା ହେ, ଆରେ ଗର୍ଭ ନୁହଁ ଗର୍ବ ଗର୍ବ ଗର୍ଭ ବୁଝିଲୁ ତୋର ସେଇଟା ହବନି ଟିକେ ରହିଯା ମୁଁ ଟିକେ ଶ୍ଲୋକ ପରିବେଷଣ କରୁଛି କରେ ଆଜ୍ଞା ନିଜର ମନରେ ଗର୍ବ କରନ୍ତୁନି ଆଜ୍ଞା ମୋ ଘର ମୋ ଦ୍ୱାର ମୋ ପିଲା ମୋ ଛୁଆ ମୋ ଟଙ୍କା ମୋ ପଇସା ମୋ ଶାଳୀ ମୋ ମାଇପ ହାଇରେ ରଘୁଆ ମୁଁ କାଇଁ ଦେଖିନି କେବେ ମୋ ଶାଳୀ କିଏ କହିବାର ମୋ ଶାଳୀ ଯଦି ତୁ ଜଣେ ଶାଳୀର ଜୋଇଁ ହେଇଛୁ ଶାଳୀଙ୍କ ସହିତ ତୋର କିଛି ସମ୍ପର୍କ ଥିବ ତେଣୁକରି ଚଣ୍ଡାଳ ପିଲା ତୁ ଖାଲି ଶାଳୀ ହେଇକି ଜୀବନ ପଳେଇବ ରେ ବୁଝିଲୁ ତୋ ଶାଳୀଟା ତୋ ସଡୁର ତୋର ନାହିଁ ମୋର ନାହିଁ ନା ଆର କିଏ ତା ସଡୁର ମୋ ଶାଳୀ ମୋ ମାଇପ ସିଏ ହଉଛି ରେ ହଉଛି କେତେବେଳେ ହେଇଯାଉଛି ରେ ଆରେ ଭାବିବାଟା ଭୁଲ ସୀମା ଭାଇ ଟିକେ ଲକ୍ଷ୍ୟ କରନ୍ତୁ ଭାଇନା ଆଜ୍ଞା ଗର୍ବ କରନ୍ତୁନି ଆଜ୍ଞା ତେଣୁକରି ଶ୍ଲୋକ ପ୍ରମାଣ ଦେଇଛି ଅତି ଗର୍ବେ ହତାଲଙ୍କା ଅତି ମାନସ୍ୟ କରବା ଅତି ଦାନେ ବଳିର୍ବଦ୍ଧ ସର୍ବେ ମର୍ତ୍ତେ ବହିରିତମ୍ ଆଜ୍ଞା ହିନ୍ଦୀ ସଂସ୍କୃତରେ ମଧ୍ୟ ପ୍ରମାଣ ଅଛି ଅଗାଧ ଜଳ ସଞ୍ଚାରଂ ରୋହିତ ନୈଗରିବିତମ୍ ଗଣ୍ଡୁଷ ଜଳ ମାତ୍ରେଣଂ ସଫରି ଫରଫରାୟତି ଏହାର ଭାବାର୍ଥ କଣ ଜାଣିଲେ କଣ ଅଗାଧ କି ବିଶେଷ ଗଭୀର ଜଳ ଅଗାଧ କି ବିଶେଷ ଗଭୀର ଜଳ ରୋହି ମାଛ କେତେ ବଡ ମାଛ କେତେ ବଡ ମାଛ କେତେ ବଡ ମାଛ କେତେ ବଡ ମାଛ ଆଙ୍ଗୁଟା ଦେଖୁଛି ଆଜ୍ଞା ରୋହି ମାଛ କେତେ ବଡ ମାଛ ବୋଲି କହିଲେ ଆଙ୍ଗୁଟା ଦେଖୁଛି ବଡ ମାଛ ଦେଖୁଛି ବୁଝିଲ ସେ ତ କାହିଁ ଗର୍ବ କରୁନାହିଁ ହସ୍ତଚଳରେ ଯେତିକ ପାଣି ରୁହେ ତାକୁ କୁହାଯାଏ ସେ ଗର୍ବ କରୁନି ନାଇଁ ମଞ୍ଜି ଛାଡୁଛି ତେଣୁକରି ହସ୍ତଚଳରେ ଯେତିକ ପାଣି ରୁହେ ତାକୁ କୁହାଯାଏ ଗଣ୍ଡୁଷ ସଫରି ବୋଲନ୍ତି କେରାଣୀ ମାଛ ସେ ଯେମିତି ଆଜ୍ଞା ଅଳ୍ପ ପାଣିରେ ମଧ୍ୟ ଫଡ ଫଡ ହୁଏନି ଆମ ଅର୍ଜୁନଟା ସେମିତି ଆଉ ଏଇଟା ଫଡଫଡିଆ ଅର୍ଜୁନ ମାମୁ ହଁ ରେ ସେମିତି ହଉଛନ୍ତି ପ୍ରକୃତରେ ସେମିତି ନୁହଁ ସେମିତି ହଉଛନ୍ତି ଆଉ ଆଜ୍ଞା କୁବେରପୁରରୁ ଜିଣି ଆଣିଥିଲି ଧନ ଧନୁର୍ଜୟ ନାମ ମତେ ଦେଲେ ତ୍ରିଲୋଚନ ଅର୍ଜୁନ ଦିତିକୁଷ୍ଟ ଫାଲଗୁନି ଶ୍ଵେତ ବାହିନୀ ଧନୁର୍ଜୟ ଗଲା ହାପ 5 ଗୋଟି ଗଲା 5 ଗୋଟି ଗଲା ହାପୁ ଗଣ ହାପ ଗଡରେ ରହିଲା ହାପ ଏବ କଣ ପକଡା ପ୍ଲେଟ କି ମୂର୍ଖ ପିଲା କହୁଛି ହାପ ଅର୍ଧଟି ଗଲା ଅର୍ଧଟି ରହିଲା ରେ ଆଉ 5 ଗୋଟି ରହିଲା ଆରମ୍ଭ କରନ୍ତୁ ଆଜ୍ଞା ଷଷ୍ଠ ନାମର କାରଣଟା ଟିକେ ଆରମ୍ଭ କରନ୍ତୁ ଆଜ୍ଞା ବିଭତ୍ସ କର୍ମକୁ କରି ନାହିଁ କେଉଁଠାରେ ବିଭତ୍ସ ବଲିର ମତେ ଡାକୁଥାନ୍ତି ନରେ ବିଭତ୍ସ କଣ ରେ ବିଭତ୍ସ ବୋଲି ଗୋଟେ ନା ବିଭତ୍ସ କର୍ମକୁ କରିନି କୋଟେ ନା ଏଇଟା ସତୀ ପିଲାଟା କିରି ମାମୁ ଆରେ ବିଭତ୍ସର ଅର୍ଥ ବୁଝିନୁ ଆଜି ପର୍ଯ୍ୟନ୍ତ ବିଭତ୍ସ ବୋଲିବା ଶବ୍ଦର ଅର୍ଥ କୋ ଗୁରୁଜନ ମାନେ ମଧ୍ୟ କାଢି ପାରି ନାହାନ୍ତି ବାହାର କରି ପାରି ନାହାନ୍ତି ବିଭତ୍ସ ବୋଲି କଣ ତେଣୁକରି ଆମେ ସେ କଥାଟିକୁ ବୁଝିବା ପରିବେଷଣ କରିବା ହେଲେ ରଘୁଆ ଏଇଟା ଆମର ଧର୍ମରେ ଆଚ୍ଛା ହେଲେ ଆଜ୍ଞା 6 ଗୋଟି ନାମ ହେଇଯାଇଛି ବିଭତ୍ସ ଆଉ 4 ଗୋଟି ନାମ ବାକି ଅଛି ଟିକେ କହନ୍ତୁ ଆଜ୍ଞା ତବେ ସପ୍ତମ ନାମଟି କହୁଛି ଶ୍ରବଣ କରେ ତାହେଲେ କହନ୍ତୁ ସାଗରରେ ସରବନ୍ଧ ବାନ୍ଧିଥିଲେ ଦୂତ ପାଠ ବୋଲି ନାମ ଦେଲେ ହେ ଅଞ୍ଜନା କସତା
ସିପାହୀ ଆସିଲେଣି ଲୋ ରାବିଲେଣି କାଉ ବନ୍ଧ ଆଡେ ଯିବା ପରାଲୋ ଅର୍ଜୁନର ବୋଉ ରାଗିଗଲା ରେ ହାତଟା ଯୋଉଠି ଧରି ଉଠି ବେଇଲେ ଦୋକୁନୁ କିନ୍ତି ମାର ଆଇରେ ରଘୁଆ କି ମାଡ଼ ମାରିଲା ରେ ତତେ ବୋପା ସେଇଟା ସେମିତି ନାହିଁ ରେ ତୁ ମୂର୍ଖ ପିଲା ମାଡ଼ ଖାଇବୁ ବାଧ୍ୟ କଣ ପାଇଁ ମାଟ ଖାଇବି ଆରେ ସେଇଟା ଅର୍ଜୁନଙ୍କର ବୋହୁ ନୁହଁ ଆଉ କାହା ବୋଉ ସେଇଟା ମଣିଆର ବୋହୁ ସେଇଟା ନାଣିଆର ବୋଉ ନାଣିଆର ନାହିଁ ରେ ମଣିଆ ମଣିଆ ମଣିଆର ବୋହୁ ହେଲା ହଉ ଠିକ ଅଛି ଆଜ୍ଞା କେତେ କୋଟି ନା ଭଲ ଆଜ୍ଞା 7 କୋଟି ନାମ ହେଇଗଲା 7 କୋଟି ତା ଅର୍ଥ 6 କୋଟି ଆଜ୍ଞା ହେଇଛି 7 କୋଟି ନୁହଁ କୋଟି। ଆପଣ ଗୀତ ଗାଇ ଦଉଛନ୍ତି ଆଜ୍ଞା ମୁଁ ଗଣତି କରିବାଟା ଟିକେ ଭୁଲ ହେଇଯାଉଛି ତେଣୁକରି 6 କୋଟି ନାମ ହେଇଯାଇଛି 7 କୋଟି ହେଇଛି ଆଚ୍ଛା ଦୁତ। ଆଉ 3 କୋଟି ନାମ তবে অষ্টম নামটি কোন চেষ্টা বড় করে ତାହେଲେ କୁହନ୍ତୁ দুই হস্ত সমবেশর পরাইত বিন্ধে ହେ, তেণু সম্প্রসাদ জীবন নামটি প্রসিদ্ধ ସେଇ ମୁହଁଟା ଗଲାନି ର ମାମୁର କାହିଁକି ଯଦି ଫୁଟାଣି ମାରିକିରି କହୁ ବୋଇଲେ ହଁ ତୋର ପଇସା ଲାଭ ହବରେ ପୁଅ কোন লাভ হবে କଣ ଲାଭ ତୁ ଆଉ ନାଟକୁ ଆଉନୁ ତେତେ ଘନ ଘାଇକିରି ବରାତ ଆଇବ ବରାତ କଣ ମାମୁଁ ହୁଁ ନନ୍ଦିକେରେ ମଙ୍କା ଚାଷ କଲେଣି ମଙ୍କା ଚାଷ କଲେଣି ମଙ୍କା ବାଡେ ନାଇଁ କି ମାଡରେ ବାଡରେ ସବୁ କିରା ବିଲୁଆକିରି ମଙ୍କା ଖାଇ ଦଉଛନ୍ତି ଖାଇ ଦଉଛନ୍ତି ଇଏ କିଆ କହିଲା ଦୁଇ ହସ୍ତ ସମଭାବେ ପାରଇତ ବିନ୍ଧି ବିନ୍ଧି ଏପଟେ ମାରିବ ଯେତିକି ଏପଟେ ମାରିବ ସେତିକି ଇଣ୍ଡିଆର ଲୋକ ମାମୁଁ ନନ୍ଦିକ ଲୋକ ଯଦି ଜାଣିଦେବେ ଜାଣିଦେବେ ବେଲେ ଧରିକିରି ପଳେଇବେ ଯୁଆଡେ ହେଲେ ମାରି ଦେଇ ପଳ କିରା ବାରିଆ ମନ ମୂର୍ଖ ପିଲା ଆରେ ରଘୁଆ ଅର୍ଜୁନକୁ କିରା ବାରିଆ ମାରିବା ପାଇଁ କହୁଛୁ ଏ ପୁଅ କେତେ କେଡେ ରଥିକୁ ସେ ମାରୁଥିଲେ ଦି କାନି ମାରୁଛି ପରାରେ ମାମୁଁ ଆଜି ଏମିତି ଗୋଟେ ପରିସ୍ଥିତି ହେଲା ଯେ କିରା ବାରହା ମାରିବେ ଠିକ ଠିକ ଅର୍ଜୁନର ମହତ୍ଵ ପଳେଇବ ଏ କାମ କେବେ କରିବୁନି କେଣ ପାଇଁ ରାତ୍ୟ ନିଦ୍ରା ହରେ ଦିନ ବେଳେ ତ ଜଗି ଦଉତୁ ଗଲା ବାରିଆ ମାରିଆ ନାଇଁ ରେ ସେ କଣ ଏମିତି କାମ କରିବେ କି ଆଉ କ୍ୟା କରିବ ତାଙ୍କର ଏମିତି କାର୍ଯ୍ୟ ଥିଲା ଯେତିକି ଗୋଟିଏ ହସ୍ତରେ ଯେତିକି ଦୂର ମାରିବେ ଅନ୍ୟ ହସ୍ତରେ ମଧ୍ୟ ସେତିକି ଦୂର ମାରିବେ ବଡ ବଡ ଯୋଦ୍ଧାକୁ ଆଜି ଧରାଶାୟୀ କରିଦେଇଛନ୍ତି ଏତେ ବଡ ବୀର ବୁଝିଲୁ ଆଜ୍ଞା দুত କିନ୍ତୁ ଆପଣ ମନରେ ଗର୍ବ କରୁଛନ୍ତି কোন কহিলে ପୁଣି ଆପଣ ମନରେ ଗର୍ବ କରୁଛନ୍ତି নাই হে ଭଗବାନ ଶ୍ରୀକୃଷ୍ଣ ଆପଣଙ୍କୁ କହିଲେ কোন বলে ହେ ଅର୍ଜୁନ ମନେ ରଖିଥିବ ମୁଁ ମଲେ କୃଷ୍ଣଙ୍କୁ ପାଇବ কোন কহিলা ଆଜ୍ଞା ভগবান কৃষ্ণমুনি কহিলে ହଁ অর্জুন মনে রক্ষিথিব ମନେ ରଖିଥିବ মু বলে কৃষ্ণଙ୍କୁ পাই ମୁଁ ମଲେ କୃଷ୍ଣଙ୍କୁ ପାଇବ ଆଜ୍ଞା ମୁଁ ତ ମରିଯିବି ପୁଣି କୃଷ୍ଣଙ୍କୁ କେତେବେଳେ ପାଇବି ନାଇଁ ଆଜ୍ଞା ଆପଣ ମରିବା ପାଇଁ କହୁନି ସୀମା ଭାଇ ଅର୍ଜୁନ କେବେ ମରିବା ପାଇଁ ମୁଁ କହୁନି ରଘୁଆରେ ଅର୍ଜୁନ ମରିବା ପାଇଁ କହୁନି ମୋ ଘର ମୋ ଦ୍ୱାର ମୋ ପିଲା ମୋ ଛୁଆ ମୋ କୁଟୁମ୍ବ ମୋ ସଂସାର ମୋ ସମ୍ପତ୍ତି ମୋ ବାପା ମୋ ମା जो मु बोली कहूच जो मु बोली कहूच एगुड़ाक मु बोलिबा शब्द आज्ञा एगुड़ाक चिरंतन नुहे मु बोलिबा शब्दटा हृदय काटी दियंतु निश्चित रूप से भगवान को पाई जिवे भगवान कृष्ण को पाई जिवे मु बोलिबा शब्दटा काटंतु निश्चित रूप से भगवान को पाई जिवे आज्ञा एही परि केते गोडी नाम होईची केते गोटी नाम होला आज्ञा 8 गोटी नाम 8 गोडी नाम हेला आउ जोड़िए नाम बाकी अच्छे आज्ञा दूत आज्ञा शत्रुघ्न जड़ी रथ फेराई तराए फेराई तराहे तेडु करी मोर नाम अटई विजयी आज्ञा 9 गोटी नाम हे गला आउ गोटी नाम बाकी अछि दूत कहंतु महाप्रभु गोटी नाम कौति श्रवण करे ताहले कहंतु बंधा होई अछि मोर क्षीर रे किरती बंधा होई अछि मोर क्षीर रे किरती तेणु करी मोर नाम अटई किरती सोना सोना दोता हे सोना दोता हे कहिली दस नाम ब्रोतांतरे
एहीपरि दश स्थान 10 गोटी उपकार करे 10 गोटी स्थान रे 10 गोटी उपकार करी बहु दश नाम को धारण करी अछि 10 गोटी नाम को आपण धारण करिसंदी तबे कोन परिहास करे कहउछ नहीं आगे नहीं आपण किछि उपहास मु करूनी आगे काहे कि 10 नामटा टिके लोक माने सुनिबा पई मु आपण को अनुरोध करिथिली अच्छा। निवेदन करिथिली आपण को जगह रे कोन करी 10 नाम को पाइथिले तेनु करी मंदी पचार देथिले आगे अच्छा अच्छा आज्ञा अच्छा एही 10 नाम को धरी किए से कबाट रे कर मारी डाकुछि तबे ते अति चंचल बुझ अति शीघ्र बुझिबी आज्ञा बसंत आज्ञा